ସାଥୀ ମାନଙ୍କର ପଇସା ବଢ଼ିଛି ଆଜ୍ଞା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୃଷକ ସାଥୀ ମାନଙ୍କର ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶି ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି। ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ 12,000 ଟଙ୍କାରୁ 18,000 ଟଙ୍କା ବୃଦ୍ଧି କରିଛନ୍ତି। ଏହାଦ୍ୱାରା ରାଜ୍ୟରେ 13,600 କୃଷକ ସାଥୀ ଉପକୃତ ହେବେ ଏବଂ ବର୍ଦ୍ଧିତ ପରିମାଣ ପିଛିଲା ଭାବେ ଅକ୍ଟୋବର 2023ରୁ ଲାଗୁ ହେବ। ଯଦି ଆମେ ସାଫ୍ କଥା ହେମୁ ଯେନ୍ ମାନେ କି କୃଷକ ସାଥୀ ଆଜ୍ଞା ମାନେ ଅଛନ୍ ତାଙ୍କର ଦେଖ ବୋଲେ 12,000 ଟଙ୍କାରୁ 18,000 ଟଙ୍କା ଯେନ୍ଟାକି ବୃଦ୍ଧି କରାଯାଇଛି ଆଜ୍ଞା। ମାନେ 6,000 ଟଙ୍କା ବୃଦ୍ଧି କରାଯାଇଛି। ଆର୍ ଯେନ୍ଟାକି 2023 ଅକ୍ଟୋବର ମାସରୁ ଯେନ୍ଟାକି ଯେନ୍ ପଇସା ସେମାନଙ୍କୁ ଲାଗୁ କରାଯିବା। ମାନେ ସାଫ୍ କଥା ହେମୁ ବୋଲେ 2013 ମାସ ଯେନ୍ ପୁରୁଣା ପଇସା ସେ ଦିନ ବି ଲାଗୁ କରାଯିବା। ସେ ଦିନ କାଉଣ୍ଟ କରିକି ସେମାନଙ୍କୁ ପଇସା ଦିଆଯିବା। ମାନେ ଏଥର ଆପଣମାନେ ବୁଝିପାରୁଥିବେ ଯେ 6,000 ଟଙ୍କା ଜାଗାରେ 12,000 ଟଙ୍କାରେ ଏଥର 18,000 ଟଙ୍କା ପାଇବେ। ତାଙ୍କର ପଇସା ଦାରମା କେତେ ବଢ଼ିଲା ନା 6,000 ଟଙ୍କା। ଏବେ ତାଙ୍କର କୃଷକ ସାଥୀ ଆଜ୍ଞା ମାନଙ୍କର ଦାରମାଟା 6,000 ଟଙ୍କା ଏକ୍ସଟ୍ରା ବଢ଼ିଲା। ଏଥର ପଇସା ପାଇବେ 18,000 ଟଙ୍କା, ଯାହାଦ୍ୱାରା କି ରାଜ୍ୟ ସରକାର ତରଫରୁ 18,000 ଟଙ୍କା ପଇସା ପାଇବେ। ଆଉ ଇ ପଇସାଟା ଦେଖମୁ ତେବେ ତାହେଲେ ଗଲା ବର୍ଷ 2023 ଅକ୍ଟୋବର ମାସରୁ ଯେନ୍ ଠାନୁ ଇ ପଇସାଟା ଦିଆଯିବା। ମାନେ 2023 ଅକ୍ଟୋବର ମାସରୁ ଯେନ୍ ପୁରୁଣା ପଇସା ଆଜ୍ଞା, ପୁରୁଣା ଗଲା ବର୍ଷର ପଇସା ବି ଇ ବର୍ଷ ଯାହାକି କୃଷକ ସାଥୀ ଆଜ୍ଞା ମାନେ ପଇସାଟା ପାଇପାରିବେ। ଏଥର ଯଦି ଦେଖମୁ ବୋଲେ ତେବେ ତାହେଲେ ଖାଲି ଯୋଜନା ଉପରେ ଯୋଜନା, ଖାଲି ପଇସା ଉପରେ ପଇସା ବୃଷ୍ଟି ହେଉଛି। ମାନେ ଓଡ଼ିଶାରେ ଏତେ ଗୁଡ଼େ ପଇସା ଅଛି ଯେ ମହାନ ମୁସ୍କିଲ ଆଜ୍ଞା। ଆପଣମାନେ ଖାଲି ପଇସାର ବେନିଫିଟ୍ ଉଠାଉନ୍। ସମସ୍ତଙ୍କୁ ଖାଲି ପଇସା ମିଳୁଛି, କେବଳ ଚାଷୀ ଭାଇମାନକେ ଏବେ ପତେ ବି କୌଣସି ପଇସା ପତ୍ରର କିଛି ସୁବିଧା କିମ୍ବା ବ୍ୟବସ୍ଥା ନାଇଁ କରାଯିବା। ମାଷ୍ଟରମାନଙ୍କର ଖାଲି ଗୋଟେ ବାକି ରହିଲା, ସମସ୍ତଙ୍କର ପଇସା ବଢ଼ିଲା ଆଜ୍ଞା। କିନ୍ତୁ ଚାଷୀ ଭାଇମାନଙ୍କର ପଇସା କେବେ ବଢ଼ବା କି ଏ ପତେ ବି କିଛି ଜଣା ନାଇଁ ପଡ଼ବା ଆଜ୍ଞା। ତ ଏଇଟା ଥିଲା ଆପଣମାନଙ୍କ ଲାଗି ଛୋଟିଆ ଅପଡ଼େଟ୍। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବା। ଆପଣଙ୍କର ସୁଚିନ୍ତିତ ମତାମତ ନିହାତି କମେଣ୍ଟ ସେକ୍ସନରେ ଜଣାବାଟା ନେଇ ଭୁଲିବେ।